ଦେଖନ୍ତୁ ସ୍ମାର୍ଟ ମିଟର କଥା ଯେତେବେଳେ ଉଠୁଛି ସ୍ମାର୍ଟ ମିଟର ଆଜ୍ଞା ଗାଁ ଗହଳିରେ କେଉଁଠି ଚୋରି କରୁଛନ୍ତି। ସ୍ମାର୍ଟ ମିଟର ଲଗେଇକି ସରକାର ଆମ ଗାଁ ଗହଳି ଲୋକକୁ ଚୋର ବନେଇବାକୁ ଚେଷ୍ଟା କରୁଛନ୍ତି। ଗାଁ ଗହଳିରେ ତ କରେଣ୍ଟ ନାହିଁ, ଲୋକ କରେଣ୍ଟ ଚୋରେଇବେ କେଉଁଠୁ? କରେଣ୍ଟର ଆବଶ୍ୟକତା ଅଛି। ପ୍ରଥମେ ଆପଣ ଯାଆନ୍ତୁ ତୁମୁଡ଼ି ଅଞ୍ଚଳରେ ଗୋଟେ କୁଟିଆ କନ୍ଧ ପିଭିଟି ବାସ କରୁଛନ୍ତି। କୁଟିଆ କନ୍ଧ ପାଇଁ ଗୁଡ଼ାଏ ଯୋଜନା ହେଉଛି ସରକାରଙ୍କର, କିନ୍ତୁ କରେଣ୍ଟ ଖଣ୍ଡେ ପହଞ୍ଚି ପାରୁନାହିଁ। ଯୋଜନା ଫେଲ୍ ଆଜ୍ଞା। ଏଠି କରେଣ୍ଟ ଯଦି ନାହିଁ ସ୍ମାର୍ଟ ମିଟର ଲଗେଇକି ଏଠି କ'ଣ କରିବେ ଆପଣମାନେ? କୌଣସି ଆବଶ୍ୟକତା ରହୁନାହିଁ ସ୍ମାର୍ଟ ମିଟରର। ସେଥିପାଇଁ ମୋର ଅନୁରୋଧ, ସ୍ମାର୍ଟ ମିଟର କେବଳ ଗୋଟେ ଠକେଇର ଶିକାର ହେବେ ଲୋକ। ଏଇଠି ଗରିବ ଶ୍ରେଣୀର ଲୋକମାନେ ଠକେଇ ହେବେ, ଏଇଠି ଶିଳ୍ପପତିମାନେ ଉନ୍ନତି ହେବେ। କାହିଁକି ସ୍ମାର୍ଟ ମିଟରରେ ଅଧିକ ପଇସା ଉଠୁଛି। ଏ କମ୍ପ୍ଲେନ୍ ଆସିଛି ଆଗରୁ ବହୁତ ଲୋକଙ୍କର ଯେଉଁମାନଙ୍କର ସ୍ମାର୍ଟ ମିଟର ଲାଗିଛି। ଆଉ ସ୍ମାର୍ଟ ମିଟର ଦ୍ୱାରା ଗରିବ ଲୋକଙ୍କଠୁ ଠକିବାଟା ହିଁ ଗୋଟେ ସାର ହେବ। କମ୍ପାନୀମାନଙ୍କୁ ଯେଉଁ କରେଣ୍ଟ ଚୋରି କରୁଛନ୍ତି ତାକୁ ରୋକିବା ପାଇଁ ସ୍ମାର୍ଟ ମିଟର ଲଗାଯିବା କଥା। ଏଇଠି ଗରିବ ନିରୀହ ଯେଉଁଠି BPL କରେଣ୍ଟ ଲାଗିଛି ସେଇ ପରିବାରମାନଙ୍କୁ ଯଦି ଆପଣ ସ୍ମାର୍ଟ ମିଟର ଲଗାଇବେ ତାହେଲେ ଏଠି କରେଣ୍ଟର ଚୋରି ରୋକୁଛନ୍ତି ବୋଲି ଆପଣ ଭାବୁଛନ୍ତି କି? ଏଇଟା ସମ୍ପୂର୍ଣ୍ଣ ମିଛ। କେବଳ ଗରିବଠୁ ଏଇଟା ଲୁଟିବାର ଗୋଟେ ପ୍ରୟାସ। ମୋର ଅନୁରୋଧ, ସେଥିପାଇଁ ସ୍ମାର୍ଟ ମିଟର ଓଡ଼ିଶାରେ କେହି ବି ବ୍ୟବହାର କରନ୍ତୁ ନାହିଁ। ଆପଣମାନେ ଚିନ୍ତା କରନ୍ତୁ, ରିସେଣ୍ଟଲି ଯିଏ ଆମର ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି, ସେ ସମ୍ପୂର୍ଣ୍ଣ ଭାବରେ 20,000 କୋଟି ଟଙ୍କାର ପ୍ରୋଜେକ୍ଟକୁ ମନା କରିଦେଲେ ଆଦାନୀ ଆଜ୍ଞାଙ୍କୁ। ସେ କ'ଣ ମୂର୍ଖ ଥିଲେ? ସେଥିପାଇଁ ମୁଁ ମଧ୍ୟ ସଚେତନ କରିବା ପାଇଁ ଚାହୁଁଛି। ଜଣେ ସାମାଜିକ ନାଗରିକ ହିସାବରେ, ଜଣେ ସୋସିଆଲ ଆକ୍ଟିଭିଷ୍ଟ ଭାବରେ ମୁଁ ଏତିକି କହିବି, ସ୍ମାର୍ଟ ମିଟର କିଏ ବ୍ୟବହାର କରନ୍ତୁ ନାହିଁ। ଧନ୍ୟବାଦ।